ଆପଣଙ୍କ ଟିଭି ଓଡ଼ିଶା ମାଟିର ବାସ୍ନା। ବର୍ତ୍ତମାନ ସମୟରେ ଏକ ଖବର ସାମ୍ନାକୁ ଆସିଛି। ଓଡ଼ିଆ ଅଭିନେତ୍ରୀ ଜସ୍ମିନ୍ ରଥ ରାସ୍ତାରେ ଯାଉଥିଲେ। ତାପରେ ଯାହା ହେଲା ଭିଡ଼ିଓଟି ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖି ନିଅନ୍ତୁ। ହଲିଉଡ଼ ଅଭିନେତ୍ରୀ ତଥା ଟେଲି ଅଭିନେତ୍ରୀ ଜସ୍ମିନ୍ ରଥଙ୍କୁ କିଏ ବା ନ ଜାଣେ। ଅନେକ ଚଳଚ୍ଚିତ୍ର, ଟେଲି ଧାରାବାହିକ, ଅନେକ ମ୍ୟୁଜିକ୍ ଭିଡ଼ିଓରେ ମଧ୍ୟ ସେ କାମ କରିଛନ୍ତି। ତେବେ ମାୟା ଧାରାବାହିକ ଅଭିନେତ୍ରୀ ରୁଦ୍ରି ସେ ଜି ସାର୍ଥକର ସରଗମରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ହିରୋଇନ୍ର ସାନ ଭଉଣୀ ଭୂମିକାରେ ଏବଂ ଲୋକମାନଙ୍କର ଭଲ ପାଇବା ମଧ୍ୟ ସାଉଁଟିଥିଲେ। ସେ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ସେ ପିଲାବେଳୁ ଓଡ଼ିଶୀ ନୃତ୍ୟ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା ଆଉ ଓଡ଼ିଶୀ ନୃତ୍ୟରେ ମଧ୍ୟ ସେ ନିଜର ଲୋକପ୍ରିୟତା ହାସଲ କରିଥିଲେ। ପରେ ପରେ ସେ ଲିଡ୍ ନାୟିକା ଭାବରେ ମଧ୍ୟ କାମ କରି ଚାଲିଲେ। ସେ ବର୍ତ୍ତମାନ ବହୁତ ଖୁସି ଅଛନ୍ତି ଯେ କମ୍ ବୟସରେ ଷ୍ଟାର ହୋଇଗଲେ। ସେ ଆଗକୁ ଆହୁରି ଅନେକ ନୂଆ ଧାରାବାହିକରେ ମଧ୍ୟ ଅଭିନୟ କରିବେ। ମାୟା ଧାରାବାହିକରେ ସେ ସୁନ୍ଦର ଅଭିନୟ କରୁଥିବାରୁ ତାଙ୍କୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି ଏବଂ ତାଙ୍କର ଇନୋସେଣ୍ଟ ଲୁକ୍ ବହୁତ ପସନ୍ଦ ଆସେ ଲୋକମାନଙ୍କୁ। ଧାରାବାହିକ ଯେତିକି ପସନ୍ଦ ଆସୁଛି ତାଠୁ ଭଲ ଲାଗୁଥିଲା ତାଙ୍କର ଆକ୍ଟିଂ। ତେବେ ଧାରାବାହିକରେ ଅଭିନୟ କରୁଥିବା ରୁଦ୍ରିଙ୍କର ପ୍ରକୃତ ନାମ ହେଉଛି ଜସ୍ମିନ୍ ରଥ। ତେବେ ଏଇ ଯେଉଁ ଫଟୋ ଆପଣମାନେ ଦେଖୁଛନ୍ତି ଇଏ କୌଣସି ରିଅଲ୍ ଲାଇଫ୍ର କଥା ନୁହେଁ, ଇଏ ହେଉଛି ରିଅଲ୍ ଲାଇଫ୍ର କଥା। ତାଙ୍କର ଆସୁଛି ଏକ ନୂଆ ଚଳଚ୍ଚିତ୍ର